କୁର୍ତ୍ତମଗଡ଼ ମେଲଣ ପଡ଼ିଆରେ ଶ୍ରୀମଦ୍ ଭାଗବତ କଥା ଅନୁଷ୍ଠିତ। କୁର୍ତ୍ତମଗଡ଼ ବର୍ଷ ସରୁ ସରୁ ପାର୍ବଣ ମାସ ଅର୍ଥାତ୍ କାର୍ତ୍ତିକ ମାସ ଆସେ। ହିନ୍ଦୁ ଧର୍ମ ସନାତନୀ ପ୍ରେମୀମାନଙ୍କ ମଧ୍ୟରେ ଏହା ଏକ ନିଷ୍ଠାର ପର୍ବ ହୋଇଥାଏ। ଏହି ଅବସରରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ସ୍ପର ଯଜ୍ଞେଶ୍ୱର ପୂଜା କମିଟି ଦ୍ୱାରା ଏକ ସୁନ୍ଦର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ପୂଜା କମିଟି ଦ୍ୱାରା ଏକ ଶ୍ରୀମଦ୍ ଭାଗବତ କଥା ଆୟୋଜନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରସିଦ୍ଧ କଥାବାଚକ ଶ୍ରୀପାଦ ଭକ୍ତି ବେଦାନ୍ତ ବେଧାୟନ ମହାରାଜ ପୁରୀରୁ ଆସିଥିବା ବେଳେ ସ୍ଥାନୀୟ ଯଜ୍ଞେଶ୍ୱର ପୂଜା କମିଟି ଓ ସନାତନ ପ୍ରେମୀ ତାଙ୍କୁ ମୃଦଙ୍ଗ ଗିନି ଢୋଲ ତାଳି ମାଧ୍ୟମରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ସନାତନୀ ପ୍ରେମୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିବା ବେଳେ ସଂସ୍କାର ସଂସ୍କୃତିର ଶିକ୍ଷା ପାଇବାର ଇଚ୍ଛାରେ ମନର ଖୁସି ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମଟି ଚଳିତ ମାସର 1 ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମଟି 5 ଦିନ ଧରି ଚାଲିବ। ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। କାର୍ଯ୍ୟକ୍ରମଟିକୁ କୁର୍ତ୍ତମଗଡ଼ସ୍ଥିତ ଯଜ୍ଞେଶ୍ୱର ମେଲଣ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ସଭାସ୍ଥଳଟିରେ ହରେ କୃଷ୍ଣ ପ୍ରକମ୍ପିତ ହେଉଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ହିନ୍ଦୁ ସନାତନୀଙ୍କ ଜୀବନଯାତ୍ରାରେ ଏକ ଜାଗତିକ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। କନ୍ଧମାଳ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଠଙ୍କ ରିପୋର୍ଟ, ଦ ପବ୍ଲିକ୍ ଓଡ଼ିଶା।